ଏବେ ଜହ୍ନିର ରେଟ୍ 100 ଟଙ୍କା, କିନ୍ତୁ ମୋ ଗଛର ଅବସ୍ଥା ଦେଖନ୍ତୁ, ଖାଲି ଲମ୍ବା ଲମ୍ବା ଡାଳ ବାହାରି ଯାଉଛି କିନ୍ତୁ ଫୁଲ ନାହିଁ କି ଫଳ ନାହିଁ। ଏମିତି ସମସ୍ତଙ୍କ ପ୍ରୋବ୍ଲେମ୍। ସେମିତି ମୋ କୁନ୍ଦୁରି ବାଡ଼ିରେ ବି ଏଇ ପ୍ରୋବ୍ଲେମ୍ ହେଉଛି। ଦେଖନ୍ତୁ ଖାଲି ସାଇଡ୍ ଟିକେ ଫୁଲ ଦେଖାଯାଉଛି କିନ୍ତୁ ଭିତରେ କିଛି ଫୁଲ ନାହିଁ, ଖାଲି ସରୁ ସରୁ ହେଇକି ତା ଡାଳ ଗୁଡ଼ା ହେଇଯାଇଛି। ତାହେଲେ ଏଇଟା ଗୋଟେ ରୋଗ ନୁହଁ, ଏଇଟା କୌଣସି ରୋଗ ନୁହଁ। ଆପଣଙ୍କୁ ସଠିକ୍ ଟ୍ରିଟମେଣ୍ଟ ଜାଣିବା ଦରକାର, ସଠିକ୍ ଫର୍ଟିଲାଇଜର ଜାଣିବା ଦରକାର। ସେଥିପାଇଁ ମୁଁ ଏହାର ସଠିକ୍ ତଥ୍ୟଟା ଜାଣିବା ପାଇଁ ଆପଣଙ୍କୁ ପୁରା ଡିଟେଲ ଭିଡ଼ିଓରେ କହିଛି। ଦେଖନ୍ତୁ ମୋର କୁନ୍ଦୁରି ଗଛରେ ଏତିକିରେ ସାଇଡ୍ ଗୋଟେ ଗୋଟେ ଫୁଲ ଆସୁଛି କିନ୍ତୁ ହଳଦିଆ ହଳଦିଆ ହେଇକି ଝଡ଼ି ଯାଉଛି। ସେମିତି ଏହାର ପ୍ରପର ନ୍ୟୁଟ୍ରିଏଣ୍ଟ ଯଦି ଜାଣିବେ ତାହେଲେ ଆସନ୍ତୁ, ମୁଁ ପ୍ରପର ନ୍ୟୁଟ୍ରିଏଣ୍ଟ ଦ୍ୱାରା ଆପଣଙ୍କୁ এই ସମସ୍ୟାର ସମାଧାନ କରିଦେବି। ତାହେଲେ ପ୍ରଥମେ ଆମେ ନେବା 05234। 05234 କାହିଁକି? ଏହାର କାମ ବହୁତ ଫୁଲରୁ ଫଳ କନଭର୍ଟ କରିବା ପାଇଁ ବହୁତ ସାହାଯ୍ୟ କରେ। ତାପରେ ନେବା ବୋରୋନ୍, ବୋରୋନ୍ 10%। ତାପରେ ନେବା କ୍ୟାଲସିୟମ୍। ଏମିତି ବିଭିନ୍ନ ପ୍ରକାର ଫର୍ଟିଲାଇଜର ଅଛି, ତାର ନ୍ୟୁଟ୍ରିଏଣ୍ଟ ଅଛି, ସେଇଟା ଦେବାକୁ ପଡ଼ିବ। এই ତିନିଟା ମୁଖ୍ୟ ଜିନିଷ, ଏଇଟାକୁ ଆପଣ ସ୍ପ୍ରେରେ ଦେଇପାରିବେ, ଡ୍ରିଞ୍ଚିଂ କରିପାରିବେ ବା ଏମିତି ହାତରେ ବୁଲେଇକି ଦେଇପାରିବେ। ଆଉ ମୋର ଯେଇଟା ସୁବିଧା ହେଉଛି ମୁଁ କରିବି, ଆପଣ ଯେ ଅନୁସାରେ ଡୋଜ୍ ଅଛି ସେଇ ହିସାବରେ କରିବେ। ସେଇଟା 05234ଟା 5 ଗ୍ରାମ ପର ଲିଟରରେ ଦେବେ, ଆଉ এইଗୁଡ଼ା 2 ଗ୍ରାମ ଆଉ 1 ଗ୍ରାମ ହିସାବରେ ମାନେ ସ୍ପ୍ରେରେ ମିଶେଇକି ପର ଲିଟର ହିସାବରେ ସ୍ପ୍ରେ କରିବେ, ଦେଖିବେ ସମସ୍ୟାର ସମାଧାନ ହେଇଯିବ। ଚାଲନ୍ତୁ ଯିବା ଜହ୍ନି ବାଡ଼ିରେ। এই ଜହ୍ନି ବାଡ଼ିରେ ସେଇ ସେମ୍ ପ୍ରୋବ୍ଲେମ୍। ଦେଖନ୍ତୁ ଖାଲି ଡାଳ ଗୁଡ଼ା ଲମ୍ବା ଲମ୍ବା ବାହାରି ଯାଇଛି, କାହିଁକି? ଏମାନେ ଖାଲି ୟୁରିଆ ପକାଇଛନ୍ତି ଆଉ DAP ପକାଇଛନ୍ତି, ଆଉ କିଛି ନାହିଁ। ମାଇକ୍ରୋନ୍ୟୁଟ୍ରିଏଣ୍ଟ ଦେଇନି, କ୍ୟାଲସିୟମ୍ ଦେଇନି, ପଟାସ ଦେଇନି, ଯାହାଫଳରେ କ'ଣ ହେଉଛି, ଇଏ ଖାଲି ଗଛ ବଢ଼ି ତ ଯାଉଛି କିନ୍ତୁ ଫୁଲ ଆସୁନି। ଦେଖନ୍ତୁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଯେ ଗଛ ଲଗେଇଦେଲେ ଖାଲି ହେବନି, ଆକୁ ଟ୍ରିଟମେଣ୍ଟ କରିବା ଅଛି। ଡକ୍ଟର ଇଞ୍ଜିନିୟର ଭଳିଆ ଆକୁ ପୁରା ପୁଙ୍ଖୁଣୁ ଭାବେ ଜାଣିବାର ଅଛି। ଗଛ କେଉଁ ଟାଇମ୍ରେ କେଉଁ ସାରଟା ଦେବ, ଫଳ ଆସିବା ପାଇଁ କେଉଁ ସାର ଦରକାର, ଫୁଲ ଆସିବା ପାଇଁ କେଉଁ ସାର ଦରକାର, ପୁଷ୍ଟିକାର ହେବା ପାଇଁ କେଉଁ ସାର ଦରକାର, ଔଷଧ କ'ଣ ଦରକାର, ଆକୁ ଚୁଷକ କୀଟ ଲାଗିଛି କି ନା, ଏହାର ବିଭିନ୍ନ ପ୍ରକାର କାରଣ ପାଇଁ ଏସବୁ ହୁଏ। ଦେଖନ୍ତୁ ଚୁଷକ କୀଟ ଲାଗିଯିବ ଯଦି ହ୍ୱାଇଟ୍ ଫ୍ଲାଏ, ଥ୍ରିପ୍ସ, ମାଇଟ୍ସ ଏସବୁ ଚୁଷକ କୀଟ ଲାଗିଲେ ବି ହେବ। ତାହେଲେ ଆମେ ପ୍ରପର ୱେରେ ମିକ୍ସ କରିବା। 05234 ନେଇଯିବା, ତାକୁ ଏକ ମନ ଫସ୍ଫେଟ୍ ମଧ୍ୟ କୁହାଯାଏ, କାହିଁକିନା ଆର କ'ଣ କହିବି, ଏହାର ଉପକାରିତା ବହୁତ ଅଛି। ଯାହାଫଳରେ କ'ଣ ହେଉଛି, ଏଇଟା ବହୁତ ପରିମାଣରେ ଆଜିକାଲି ୟୁଜ୍ ହେଉଛି ଡ୍ରିପ୍ରେ, ସେଥିପାଇଁ ପ୍ରଡକ୍ସନ୍ ବି ବହୁତ ବଢ଼ୁଛି। ଏହା ସହିତ ଆମେ ନେଇଯିବା କ୍ୟାଲସିୟମ୍, ଏହା ସହିତ ନେଇଯିବା ବୋରୋନ୍। ତିନିଟା ଗୋଟେ ସାଙ୍ଗରେ ମିକ୍ସ କରିକି ଦେଇଦେବା। ଯେ ତିନିଟା ଜିନିଷର ଅଭାବ ହେଲେ ଯେ ଆମର ଗଛର ଫଳ ଝଡ଼ିଯାଇ ଫୁଲ ଆସିନି, ସେଇ ତିନିଟା ହିଁ ଆମେ ଗୋଟେ ସାଙ୍ଗରେ ଦେଇଦେବା, ତାହେଲେ ଗୋଟେ କାମ ସଲ୍ୟୁସନ୍ ସମାଧାନ ହେଇଗଲା। ଯଦି ବେଶୀ ପୋକ ଲାଗିଗଲା ତାହେଲେ ବି ଏମିତି ହେଉଛି, ପାଣି ଅଧିକା ହେଇଗଲା ସେମିତି ହେବ, ପାଣି କମ୍ ହେଲେ ବି ହେବ, ଖରା ଅଧିକା ହେଲେ ଏମିତି ହେବ। ତାହେଲେ ଏଇସବୁ ଜିନିଷକୁ ନଜରଅନ୍ଦାଜ କରିପାରିବା ନାହିଁ। ଦେଖନ୍ତୁ ଏଇଟା ତ ଆମର ହାତରେ ନାହିଁ, ଖରା ଆଉ ବର୍ଷା ଏଇଟା ଆମର ହାତରେ ନାହିଁ। ଆଉ ଯେଇଟା ଆମର ହାତରେ ଅଛି ସେଇଟା ହେଉଛି ଖାଦ୍ୟ। ସେ ଖାଦ୍ୟଟାକୁ ଆମେ ନିଜେ କଣ୍ଟ୍ରୋଲ କରିପାରିବା, ଆଉ ଔଷଧକୁ କଣ୍ଟ୍ରୋଲ କଲେ ଆମକୁ କୌଣସି ଅସୁବିଧା ହେବ ନାହିଁ। ସେଥିପାଇଁ ସାରକୁ ଆମେ ଭଲସେ ମିକ୍ସ କରିଦେବା। ମିକ୍ସ କରିକି ଆମେ ଡ୍ରେଞ୍ଚିଂ କରୁ କିମ୍ବା ସ୍ପ୍ରେ କରୁ, କିମ୍ବା ମୂଳରେ ମୁଁ ଯେମିତି ଦେଉଛି ସେମିତି ଯଦି ଦେବେ ତାର ସମସ୍ୟାର ସମାଧାନ ହେଇଯିବ। କାରଣ ଦେଖନ୍ତୁ ଏହାର କୌଣସି ରକେଟ୍ ସାଇନ୍ସ ନାହିଁ, ଏହାର ହେଉଛି ପ୍ରପର ଖାଦ୍ୟଟା ମ୍ୟାନେଜମେଣ୍ଟ ଯଦି ଆପଣ ଜାଣିପାରିଲେ ହେଲେ କୌଣସି ଆଉ ଅସୁବିଧା ହେବ ନାହିଁ। କାରଣ ଏହାର ମାନେ ମେନ୍ ହେଉଛି, ଦେଖନ୍ତୁ ଡାଳର ସରୁ ସରୁ ହେଇଗଲେ ତାର ସେଇ ସମୟ ହେଇଯିବ। ଗଛ ଦେଖନ୍ତୁ ଏହାର ଲମ୍ବା ଲମ୍ବା ହେଲେ ଡାଳ ବାହାରୁଛି, ତାହେଲେ କ'ଣ ହେଉଛି, ଡାଳ ବାହାରିଲେ ଆମର ଖାଦ୍ୟ ସବୁ ସେ ଡାଳ ପତ୍ରରେ ପଳେଇ ଯାଉଛି, ହେଲେ ଫୁଲରେ କନଭର୍ଟ ହୋଇପାରୁନାହିଁ। ସେଥିପାଇଁ ଆମକୁ ସେଇ ଜିନିଷ ୟୁରିଆ ନାଇଟ୍ରୋଜେନ୍ ବିଲକୁଲ ଦେବା ନାହିଁ, ଟୋଟାଲି ଦେବାନି ଏଇ ଟାଇମ୍ରେ। ଯାହାଫଳରେ କ'ଣ ହେବ, ଆମର ଖାଦ୍ୟ ପ୍ରପର ୱେରେ ମ୍ୟାନେଜ୍ ହେବ, ଆଉ ସଠିକ୍ ଫୁଲଟା ଆସିକି ଫଳରେ କନଭର୍ଟ ହେବ। ତାହେଲେ ଆମେ ଭଲ ଭାବରେ ଆମେ ପ୍ରଥମେ ସାରଟା ଦେଇଦେବା। ସାରଟା ଦେବାର ବିଭିନ୍ନ ପ୍ରକାର ପ୍ରୋସେସ୍ ଅଛି, ମୁଁ ତ କହିଛି। ଦେଖନ୍ତୁ ଫୁଲ ନାହିଁ ଆମ ଇଏରେ, ଦେଖିଲେ ସାଇଡ୍ କେତେଟା ଅଛି, ଆଉ ଭିତରୁ ନହେଲେ ଧଳା ହେଇକି ପୁରା ଭର୍ତ୍ତି ହେଇକି ଥାଏ। ଆଉ ଦେଖନ୍ତୁ କିଛି କିଛି ଆସିଛି, ତା ଭିତରେ ବି ଛୋଟ ଛୋଟ ହଳଦିଆ ହେଇକି ଝଡ଼ି ପଡ଼ୁଛି। ତଳେ ଏଇଟା ନ ଦେଖିଲେ ଆପଣ ଜାଣିପାରିବେନି, ତଳେ ବି ଅଛି। ଆଉ ଦେଖନ୍ତୁ କେମିତି ହଳଦିଆ ହେଉଛି, ମୁଁ ଆପଣଙ୍କୁ ଦେଖାଉଛି। ଛୋଟ ଦେଖନ୍ତୁ ଏମିତି ଛୋଟ କଷି ଆସୁଛି, କଷି ପରେ ସେ ହଳଦିଆ ହେଇଯିବ। ଏଇ ଦେଖନ୍ତୁ ଏଇ ଦୁଇଟା ଦେଖନ୍ତୁ ଏମିତି ହଳଦିଆ ହେବ, ଆଉ କିଛି ଦିନ ପରେ ସେ ଝଡ଼ିଯିବ। ଏମିତି କେତେ ଫାଙ୍କାରେ ହେଉଛି, ଆଉ କେତେ ମାନେ ଏହାର ମାନେ କୁନ୍ଦୁରି ଏତେ ପରିମାଣରେ ଧରେ ଆପଣ ଭାବି ପାରିବେନି। ତାହେଲେ ମୁଁ ଠିକ୍ ଭାବରେ ଏମିତି ଗୋଟେ ଗୋଟେ କରି ଦେଇଦେବି। ବହୁତ ଗଛ ଆମର ନଷ୍ଟ ହେଇଯାଇଛି,
ଏବେ ଉପରେ ବି ପତ୍ର ଗୁଡ଼ା ବର୍ଷା ପାଇଁ ତଳ ପତ୍ର ଗୁଡ଼ା ପଚି ଯାଉଛି, ସେଥିପାଇଁ ପରେ ଫଞ୍ଜିସାଇଡ୍ ବି ଦେବାର ଅଛି। ଆଉ ପ୍ରପର ଟ୍ରିଟମେଣ୍ଟ ଜାଣିବା ଦରକାର, ତାହେଲେ ଆପଣ ଠିକ୍ ଭାବରେ ଇଏ କରିବେ। ଦେଖନ୍ତୁ ମୂଳଠାରୁ ଟିକେ ଛାଡ଼ିକି ମୁଁ ଏମିତି ଦେଇଦେଉଛି। ଏମିତି ପାଣିରେ ଗୋଳେଇକି ବି ଆପଣ ଦେଇପାରିବେ। ମୋର ଡ୍ରିପ୍ ବି ଅଛି, ଡ୍ରିପ୍ରେ ବି ଦେଇପାରିବେ। କିନ୍ତୁ ମୁଁ ଏଥିପାଇଁ ଭିଡ଼ିଓଟା କରୁଛି ଯେ ଆପଣମାନେ ବିନା ଡ୍ରିପ୍ ବିନା ଇଏରେ କେମିତି ନିଜେ ଘରେ ବି ଏଇ ସାର ୟୁଜ୍ କରିକି, ଦେଖନ୍ତୁ ଏଇ ସାରର ବହୁତ ଖାସିୟତ ଏଇଥିପାଇଁ ଯେ ବହୁତ ଜଲ୍ଦି କାମ କରେ। ଅଲଗା ଜିନିଷ ଯେମିତି ଟାଇମ୍ ଲାଗେ, ଏହା ଟାଇମ୍ ଲାଗେନି। 2 ରୁ 3 ଦିନ ଭିତରେ ସେ ଖାଇବା ଷ୍ଟାର୍ଟ କରିକି ସେ ପ୍ରଡକ୍ସନ୍ ଦେବା ଷ୍ଟାର୍ଟ କରିଯାଏ। ସେଥିପାଇଁ NPK ସାର ଗୁଡ଼ା ବହୁତ ପପୁଲାର। NPK 0.34 ତ ବହୁତ ଇମ୍ପୋର୍ଟାଣ୍ଟ। ତା ସହିତ ଯଦି ଆପଣ ଯଦି ଫୁଲ ଫଳ ବେଶୀ ଝଡ଼ୁଛି, ତା ସହିତ ଯଦି ଗଛର ଗ୍ରୋଥ ନାହିଁ, ତାର 13-0-45 ବି ଦେଇପାରିବେ। 13-0-45 ବି ବହୁତ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ଆମର ଖାଲି ଡାଳ ଗୁଡ଼ା ସରୁ ସରୁ ହେଇଯାଇଛି, ଲମ୍ବା ଲମ୍ବା ହେଇକି ସରୁ ସରୁ ହେଇଯାଇଛି, ତାହେଲେ ଫଳ କେମିତି ଆସିବ? ସେଥିପାଇଁ ଆକୁ 0.34 ଦିଆହେଉଛି, କ୍ୟାଲସିୟମ୍ ଦିଆହେଉଛି, ଆଉ ତା ସହିତ ବ୍ରୋନ୍ ଦିଆହେଉଛି। ତାହେଲେ 3ଟା ଖାଦ୍ୟ ଯଦି ପ୍ରପର ୱେରେ ଦିଆହେଲା, ଆ ସହିତ ଯଦି ମୁଁ ପରେ ସ୍ପ୍ରେ ବି ଉପରେ କରିଦେବି, ତାହେଲେ କୌଣସି ଅସୁବିଧା ହେବ ନାହିଁ। ତ ସେଥିପାଇଁ ଆପଣମାନେ ବି ଅସୁବିଧାରେ ପଡ଼ିବେନି। ବହୁତ ଲୋକ ମୋତେ କମେଣ୍ଟ କରି କହୁଛନ୍ତି ଯେ ଆମେ କ'ଣ କରିବା, ତାର ସମାଧାନ କ'ଣ? ଦେଖନ୍ତୁ ସବୁ କିଛି ସମାଧାନ ମୁଁ ଡାଇରେକ୍ଟ କହିଦେବି ସେଇଟା ବି ଠିକ୍ ନୁହଁ। କାହାର କେଉଁ ସମସ୍ୟା ନ ଦେଖି କିଛି କହିହେବନି। ସମସ୍ୟାର ସମାଧାନ ଆପଣ ଖୋଜିକି ବାହାର କରିବାକୁ ପଡ଼ିବ। ମୁଁ ଏଇଟା ଯେ ଡାଇରେକ୍ଟ କହିଦେଉଛି ସେଇଟା ହିଁ ତାର ସମାଧାନ। ଦେଖନ୍ତୁ ୟାର ସମାଧାନ କିଛି ନାହିଁ। ସ୍ପ୍ରେ ଯଦି ଦରକାର ଅଛି ସ୍ପ୍ରେ କରନ୍ତୁ, ଯଦି ଖାଦ୍ୟ ଦରକାର ଅଛି ଖାଦ୍ୟ ଦିଅନ୍ତୁ, ତାହେଲେ ହେବ। ତାର ବୟସ ହେଇଗଲେ ସେ ସଠିକ୍ ହେବ। ଗଛକୁ ପ୍ରପର ୱେରେ ଖାଦ୍ୟ ଦିଅନ୍ତୁ, ଯେତିକି ଦରକାର ସେ ପାଇବ। ଥ୍ୟାଙ୍କ ୟୁ।